Hello everyone, welcome to my YouTube channel Learn with Ace. आज ଆମେ discuss କରୁଛେ B.Ed first semester ର chapter Philosophical Foundations of Education ର Unit 2 ର କିଛି previous year questions and କିଛି important questions. So let's start. ତ Unit 2 ର second question ଆମେ discuss କରୁଛେ Defects in the system of education during pre-independence era. ସ୍ୱାଧୀନତାର ପୂର୍ବ ଟାଇମରେ ଆମର ଏଜୁକେସନ ସିଷ୍ଟମରେ କଣ ଡିଫେକ୍ଟ ଥିଲା ସେଟା ଡିସ୍କସ୍ କରିବା। The system of education in India during the pre-independence era was largely shaped by colonial interests rather than the needs of Indian society. ତ ଯେତେବେଳେ ସ୍ୱାଧୀନତାର ପୂର୍ବ ସମୟରେ ଏଜୁକେସନ ସିଷ୍ଟମଟା କାହା ଦ୍ୱାରା ଡିଜାଇନ କରାଯାଇଥିଲା ନା ସେଟା ଶାସକ ବିଦେଶୀ ଶାସକ ଯୋଉମାନେ ତ ସେଥିରେ ସେଟା ତାଙ୍କର ସ୍ୱାର୍ଥ ପାଇଁ ନିହିତ ଥିଲା ଯାହାକି ଇଣ୍ଡିଆନ ସୋସାଇଟି ଉପରେ ନୁହେଁ ତାକୁ ପ୍ରାୟୋରିଟି ଦିଆହଉଥିଲା ଇଣ୍ଡିଆନ ସୋସାଇଟି ଉପରେ ତାଙ୍କର କିଛି ପ୍ରାଧାନ୍ୟତା ଦିଆହଉନଥିଲା। ତ କଲୋନିଆଲ ଇଣ୍ଟରେଷ୍ଟ ମାନେ କହିଲେ ଆମେ କଣ ବୁଝିବା ଯୋଉଟା କି ଉପନିବେଶୀ ଶାସକ ଯୋଉମାନେ ଥାଆନ୍ତି ବିଦେଶୀ ଶାସକ ତାଙ୍କ ନିଜ ସ୍ୱାର୍ଥ ପାଇଁ ଶାସିତ ଦେଶକୁ ବ୍ୟବହାର କରିବା ଯେମିତିକି ସେମାନେ କୋଉ ବେସିସରେ ୟୁଜ କରୁଥିଲେ କି ସେମାନେ ବିଦେଶୀ ଶାସକ ସବୁ ଆର୍ଥିକ ହେଲା ରାଜନୈତିକ ପ୍ରଶାସନିକ ଏଇ ସବୁ ଉପରେ ତାଙ୍କର ସ୍ୱାର୍ଥ ନିହିତ କରୁଥିଲେ। ଯେମିତିକି ବ୍ରିଟିଶ ଶାସନ କାଳରେ ଭାରତରେ ମାନେ ଶିକ୍ଷା ବ୍ୟବସ୍ଥା ଯୋଉ ଏଜୁକେସନ ସିଷ୍ଟମ ସେଟା କେମିତି ଥିଲା ଯୋଉଟା କି ବେସିକାଲି ଭାରତୀୟଙ୍କ ଉନ୍ନତି ପାଇଁ ନଥିଲା ସେଇଟା ବ୍ରିଟିଶ ସରକାର ନିଜର ସ୍ୱାର୍ଥ ପୂରଣ ପାଇଁ ହିଁ ତାକୁ ଡିଜାଇନ କରିଥିଲେ। ଆଉ ସେଇ ହିସାବରେ ବ୍ରିଟିଶ ରୁଲ ଅଣ୍ଡରରେ କଣ ଆସୁଥିଲା କି ଏଜୁକେସନ ସିଷ୍ଟମ କାହାକୁ ସର୍ଭ କରାଯାଉଥିଲା ବେସିକାଲି ଆଡମିନିଷ୍ଟ୍ରେଟିଭ କିଛି ଅଫିସିଆଲ କାମ ହେଲା ରାଜନୀତି କ୍ଷେତ୍ରରେ ହେଲା ଅର୍ଥନୈତିକ କ୍ଷେତ୍ରରେ ହେଲା ଏଇ ସବୁ ଉପରେ ତାର ମେନ୍ ମୁଖ୍ୟ ପର୍ପୋଜ ଥିଲା ତାଙ୍କର। ତ ଫିର ବି ତାଙ୍କର ସେ କଣ ତା ଦେହରେ ଇଣ୍ଟ୍ରୋଡ୍ୟୁସ କରେଇଥିଲେ ଯେମିତିକି ହେଲା ୱେଷ୍ଟର୍ଣ୍ଣ ସାଇନ୍ସ ହେଇଗଲା ଇଂଲିଶ ଲାଙ୍ଗୁଏଜ ଆଉ କିଛି ନ୍ୟୁ ଆଡମିନିଷ୍ଟ୍ରେସନର ପ୍ରଶାସନିକର କିଛି ନୂଆ ମେଥଡ ଇନକ୍ଲୁଡ କରିଥିଲେ। ଆଉ ଏଇ ଦ୍ୱାରା ବି ଯୋଉଟା କି ଏଜୁକେସନ ସିଷ୍ଟମ ବହୁତ ଆଡୁ ବି ଆଫେକ୍ଟେଡ ହେଇଥିଲା କାହିଁକି ନା ଏଇଟା ଇଣ୍ଡିଆନ ମାନଙ୍କର ଭାରତୀୟ ମାନଙ୍କ ପାଇଁ ସେଟା ଡିଜାଇନ କରାହେଇନଥିଲା ତ ଏଥିରେ ବହୁତ କିଛି ଡିଫେକ୍ଟ ଥିଲା। ତ ଏଲାବୋରେଟଲି ସବୁ ପଏଣ୍ଟରେ ମେନସନ ଅଛି ତ ଫାର୍ଷ୍ଟ ପଏଣ୍ଟରେ ଆସୁଛି ଲ୍ୟାକ୍ ଅଫ ନ୍ୟାସନାଲ ଏମ୍ ତ ଯୋଉଟା କି ଆବସେନ୍ସ ଥିଲା ମୁଖ୍ୟ ଲକ୍ଷ୍ୟ ନ୍ୟାସନାଲ କେମିତି ତାର ମୁଖ୍ୟ ଲକ୍ଷ୍ୟ କଣ ଥିଲା ତାର ଆବସେନ୍ସ ଥିଲା ସେଥିରେ କଣ କହୁଛନ୍ତି Now, one of the most serious defects of the pre-independence education system was the absence of a clear national aim. The system was not designed to promote national unity, patriotism, or cultural pride among Indians. Instead, it aimed to produce clerks and low-level officials who could assist the British administration. Education failed to develop a sense of national consciousness and often created a class of people who were mentally alienated from their own country and culture. ତ ସେଇଟା କଣ କହୁଛନ୍ତି କି ସେ ସିଷ୍ଟମଟା ଯୋଉଟା ଏଜୁକେସନ ସିଷ୍ଟମ ସେତେବେଳେ ଡିଜାଇନ କରାହେଇଥିଲା ସେଟା କେବେ ଆମର ଜାତୀୟର ଏକତା ହେଲା କିମ୍ବା ଦେଶାତ୍ମବୋଧକତା ହେଲା କିମ୍ବା କଲଚରକୁ କିଛି ଆଗକୁ ନବା ହେଲା ସେଇ ଟାଇପରେ ସେମାନେ ଏଜୁକେସନକୁ ଡିଜାଇନ କରିନଥିଲେ ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଲା କି ସେମାନେ କ୍ଲର୍କସ ବା ପିଅନ ଏଇମାନଙ୍କୁ ପ୍ରଡ୍ୟୁସ କରିବେ ଯୋଉମାନେ କି ତାଙ୍କର ବ୍ରିଟିଶ ଶାସକକୁ ହେଲ୍ପଫୁଲ ହବ ଯୋଉମାନେ କି ତାଙ୍କ କାମ କରିବେ କିନ୍ତୁ ଅଫିସର ଲେବୁଲରେ ହବାକୁ କେବେ ଇଣ୍ଡିଆନ ମାନଙ୍କୁ ଚାନ୍ସ ଦିଆଯାଇନଥିଲା। ତ ଏଜୁକେସନ ସିଷ୍ଟମ ଯେତେବେଳେ ବହୁତ ଫେଲ କରିଥିଲା କି କିଛି ଗୋଟେ ଭଲସେ ଯୋଉ ଜାତୀୟତାବାଦ ଜାଣିବା ପାଇଁ ସେଗୁଡାକ କେବେ ଡିଜାଇନ କରାହେଇନଥିଲା ବରଂ ସେମାନେ କାହାକୁ ଚୁଜ କରୁଥିଲେ ସେମାନେ ଯୋଉମାନେ କ୍ଲରିକାଲ ପୋଜିସନ ପାଇଁ ଯୋଉମାନଙ୍କର ଇଣ୍ଡିଆନ ମାନଙ୍କର ହେଲା ମାନସିକ ବିଚ୍ଛିନ୍ନତା ଯୋଉମାନଙ୍କର ଥାଏ ପ୍ରକୃତିସ୍ଥତା ବର୍ଜନ ଥାଏ ଯୋଉମାନଙ୍କର ଅଲଗା ହେଇଯିବା ବା ଡିଟାଚ ହେଇକି ରହିବା ଯୋଉମାନଙ୍କୁ ଥାଏ ସେଇ ଟାଇପରେ ସେମାନେ ଡିଜାଇନ କରିଥିଲେ। Second point is foreign and colonial character. The education system had a foreign character and was disconnected from Indian life and traditions. So ଏଟା ମୁଖ୍ୟତଃ ବିଦେଶୀ ମାନଙ୍କ ଉପରେ ହିଁ ପ୍ରଯୁଜ୍ୟ ଥିଲା ସେମାନେ ଇଣ୍ଡିଆ ଭାରତୀୟ ମାନଙ୍କର ଲାଇଫ ଆଉ ତାଙ୍କର ଯୋଉଟା କଲଚର ବା ଟ୍ରାଡିସନ ଅଛି ତା ଉପରେ କିଛି ବି ତାଙ୍କର ନବାର ଦବାର ନଥିଲା। ତ ୱେଷ୍ଟର୍ଣ୍ଣ values, history and philosophy were given importance while Indian culture, languages and heritage were neglected.
ତାଙ୍କ ୱେଷ୍ଟର୍ଣ୍ଣର ଯାହା ବି କଲଚର ହେଲା ଭ୍ୟାଲ୍ୟୁ ହେଲା ତାଙ୍କ ହିଷ୍ଟ୍ରି ସେମାନଙ୍କୁ ପ୍ରାୟୋରିଟି ଦଉଥିଲେ, ଯେମିତିକି କୁହାହେଇଥିଲା କି ସେମାନେ ହିଁ ଆଡମିନିଷ୍ଟ୍ରେସନର ମୁଖ୍ୟ ଟପ୍ ପୋଜିସନରେ ରହୁଥିଲେ, ଆଉ ଯୋଉଟା ଲୋୟର ପୋଜିସନରେ ତାଙ୍କୁ ହିଁ ନିୟୋଜନ କରୁଥିଲେ କାହାକୁ ନା ଇଣ୍ଡିଆନ ମାନଙ୍କୁ। କିନ୍ତୁ ଇଣ୍ଡିଆନର ଯୋଉଟା କି ଲାଙ୍ଗୁଏଜ ନେଟିଭ ଲାଙ୍ଗୁଏଜ ରହିଗଲା ତାକୁ ସେମାନେ ବହୁତ ଅବହେଳା କରୁଥିଲେ। English became the medium of instruction in higher education, which created a gap between the educated class and the masses. This resulted in cultural inferiority among Indians and reduced respect for indigenous knowledge systems. So ସେମାନେ ଯେହେତୁ ଇଂଲିଶକୁ ହିଁ ପୁରା ତାର ସବୁର ପଢା ମିଡିୟମ କରୁଥିଲେ, ସେତେବେଳେ ଯୋଉମାନେ ଇଣ୍ଡିଆନର ମୁଖ୍ୟ ଲାଙ୍ଗୁଏଜ ତାଙ୍କର ଯୋଉଟା କି ହିନ୍ଦୀ ହେଲା ତାଙ୍କ କି ମାତୃଭାଷା ହେଲା ଏଇ ସବୁ ଯାହା ଥିଲା, କିନ୍ତୁ ଯେତେବେଳେ ଇଂଲିଶ ନୂଆ ଲାଙ୍ଗୁଏଜ କିଛି ଆସିଗଲା ତ ମ୍ୟାକ୍ସିମମ୍ ଲୋକ ତ ବୁଝିପାରିବେନି ନା, ତ କିଛି କିଛି ହିଁ ବହୁତ ଏଜୁକେଟେଡ ଲୋକ ସେମାନେ ହିଁ ବାସ୍ ବୁଝିପାରୁଥିଲେ, ତ କମ୍ୟୁନିକେସନର ଗ୍ୟାପ୍ ଆସିଲା। ତ ସେଇଥିପାଇଁ କି ଯୋଉଟା କି ଇଣ୍ଡୋଜିନିୟସ୍ ର ଯୋଉଟା କି ଜ୍ଞାନ ଥିଲା ତାଙ୍କର ଇଣ୍ଡିଆନ ମାନଙ୍କର ବେସିକ ନଲେଜ ଥିଲା, ସେଥିରେ ତାଙ୍କର ସମ୍ମାନ କ୍ଷୁଣ୍ଣ ହେଲା, ତ ସେଥିରେ ଇନଫେରିୟରିଟି କମ୍ପ୍ଲେକ୍ସ ଆସିଲା। The third point ରହିଲା neglect of indigenous education. Before British rule, India had a rich tradition of indigenous education through gurukuls, pathshalas, madrasas, and tolls. The colonial education system ignored and gradually destroyed these institutions. ତ ସେ ଯେତେବେଳେ ବ୍ରିଟିଶ ଶାସନ ଯେତେବେଳେ ଏଣ୍ଟର କରିନଥିଲା, ତ ଇଣ୍ଡିଆର ଶିକ୍ଷାର ମାଧ୍ୟମ କଣ ଥିଲା? ଯେତେବେଳେ ପୁରା ସ୍କୁଲ କଲେଜ ଏଇ ସବୁ ଡେଭଲପ ହେଇନଥିଲା, ତ ଯେମିତି ଗୁରୁକୁଳ ହେଲା, ପାଠଶାଳା ହେଲା, ମଦ୍ରାସା ହେଲା, କି ଯୋଉମାନେ ହିନ୍ଦୁ ଷ୍ଟୁଡେଣ୍ଟ ସେମାନେ ସବୁ ଗୁରୁକୁଳ ଯାଉଥିଲେ, ଗୁରୁ ଶିଷ୍ୟ ଏଇ ସବୁ ଆଶ୍ରମରେ ରହିକି ପାଠ ପଢୁଥିଲେ। ମଦ୍ରାସା ଯୋଉମାନେ ମସଜିଦରେ ମୁସଲିମ ମାନଙ୍କ ପାଇଁ ସେଇଟା ସ୍ପେସିଆଲାଇଜ କରାଯାଇଥିଲା ବା ଡିଜାଇନ କରାଯାଇଥିଲା। ଆଣ୍ଡ ଟୋଲ୍ସ କହିଲେ କଣ ଥିଲା? ଟୋଲ୍ସ ତା ମିନିଂ ହଉଛି ଚତୁଷ୍ପଥୀସ୍। ଆଉ ସେଇଟା ସେଇ ସିଷ୍ଟମଟା କେତେବେଳେ ହେଇଥିଲା ନା ହିନ୍ଦୁ ମାନଙ୍କର ହାୟର ଲର୍ଣ୍ଣିଂ ସେଣ୍ଟର ସେଇଟା ଥିଲା, ଯୋଉଟା କି ବେସିକାଲି କୋଉଠି ବେଶୀ ଥିଲା? ୱେଷ୍ଟ ବେଙ୍ଗଲରେ, ପଶ୍ଚିମବଙ୍ଗରେ ଥିଲା, ବିହାରରେ ଥିଲା। ଆଉ ସେଟା କାହାକୁ ବେଶୀ ଫୋକସ କରିଥିଲା କି ସେଟା ସଂସ୍କୃତ, ବେଦ, ଲଜିକ, ଗ୍ରାମାର, ଫିଲୋସଫି ଏଇ ସବୁକୁ ସେ ପ୍ରାଧାନ୍ୟ ଦଉଥିଲା। ତ ଯେତେବେଳେ କଲୋନିଆଲ ଏଜୁକେସନ ବା ଫରେନ୍ ଏଜୁକେସନ ଆସିଲା, ସେମାନେ ତାକୁ ପ୍ରାୟୋରିଟି ନ ଦେଇକି ତାକୁ ଇଗ୍ନୋର କଲେ ସେ ଇନଷ୍ଟିଟ୍ୟୁସନକୁ। Indigenous method of teaching, curriculum, and community-based learning were neglected, leading to the decline of traditional education that was closely linked to the social and moral values. ତ ଯେତେବେଳେ ସେଇଟା ବ୍ରିଟିଶ ଶାସନ ତାଙ୍କର ଏଣ୍ଟର କଲା, ତ ସେତେବେଳେ ଯୋଉଟା କି ଇଣ୍ଡିଆର ମେନ୍ ଥିଲା ପାଠପଢା ସିଷ୍ଟମକୁ ସେଟା ସେମାନେ ନେଗ୍ଲେକ୍ଟ କଲେ, ଯୋଉଥିପାଇଁ କି ଟ୍ରାଡିସନାଲ ଏଜୁକେସନର କ୍ଷୟ ଘଟିଲା। ତ ନେକ୍ସଟ ଫୋର୍ଥ ପଏଣ୍ଟ ରହିଲା କି ଲିମିଟେଡ ଆକ୍ସେସ ଆଣ୍ଡ ଏଲିଟିଷ୍ଟ ନେଚର। ଲିମିଟେଡ ଆକ୍ସେସ ହେଲା କି ଯୋଉଟା ବହୁତ କମ ରିସୋର୍ସ ଥିବ ବା କିଛି ସ୍ପେସିଫିକ ଗୋଟେ ଦିଟା ରିସୋର୍ସ ଥିବ ଏମିତି। ଏଲିଟିଷ୍ଟ ନେଚର ହେଲା କି ଯୋଉଟା କି ଏଲାଇଟ୍ ନେଚର। ତାଙ୍କର କଣ ହେଲା କି ଯୋଉଟା ଏଲାଇଟ୍ ମାଇଣ୍ଡସେଟ, ଯୋଉଟା କି ତାଙ୍କର ହେଲା କି ଅଭିଜାତ ମନୋଭାବ ବା ହେଲା ଉଚ୍ଚ ବର୍ଗୀୟ ଚିନ୍ତାଧାରା ଏଇ ଟାଇପର, କି ଆମେ ବହୁତ ବଡ ସାମାଜିକ ଉଚ୍ଚତା ତାଙ୍କର ଯୋଉଟା ଦେଖିବା ସ୍ୱଭାବ, ସେଟା କେମିତି ନିଜକୁ ଯୋଉମାନେ ଆମେ ସେମାନେ ସ୍ପେସିଫାଇ କରୁଥିବେ କି ଆମେ ବହୁତ ଶ୍ରେଷ୍ଠ, ଆମେ ବହୁତ ସ୍ୱତନ୍ତ୍ର, ଏଇ ଟାଇପର ସେମାନେ ନିଜକୁ ଭାବନ୍ତି। ଯୋଉମାନେ କି ବ୍ରିଟିଶ ସରକାର ସେମାନେ ଭାବୁଥିଲେ କି ଆମେ ସୁପେରିୟର ତାଙ୍କଠୁ, ଇଣ୍ଡିଆନ ମାନଙ୍କଠୁ। ତ ସେମାନେ ବେସିକାଲି ଯେମିତି ନିଜକୁ ଯୋଉମାନେ ବହୁତ ବଡ ଭାବନ୍ତି ସେମାନେ ମିଶି ପାରନ୍ତିନି, ଯେମିତି ସେଇ ଟାଇପର ଥିଲା। The education during the pre-independence period was mainly meant for a small section of society. It was urban oriented and benefited mostly upper class, upper caste and economically privileged groups. ତ ଏଇଟା କିଛି ସେତେବେଳେ ଯୋଉ ଏଜୁକେସନ ସିଷ୍ଟମଟା ହେଇଥିଲା ସେଇଟା ପୁରା କମ୍ପ୍ଲିଟ ସମସ୍ତଙ୍କ ପାଇଁ ହେଇନଥିଲା। କିଛି ସ୍ପେସିଫିକ ଗ୍ରୁପ ଯେମିତିକି ବହୁତ ସମ୍ଭ୍ରାନ୍ତ ଘରର ପରିବାର ହେଲା, କିଛି ଅପର କାଷ୍ଟ ଯେମିତିକି ବ୍ରାହ୍ମଣ ମାନେ ରହିଲେ ସେଥିରେ, ଆଉ ଯୋଉମାନେ ଅର୍ଥନୈତିକ ଦୃଷ୍ଟିକୋଣରୁ ବହୁତ ଷ୍ଟ୍ରଙ୍ଗ ଯୋଉମାନେ, ତାଙ୍କ ପାଇଁ କେବଳ ସେଇଟା ଗଠନ ହେଇଥିଲା। The masses, especially rural populations, women, lower caste, and marginalized communities, had very limited access to the education. ତ ଗାଁ ଲୋକ ଯୋଉମାନେ କି ସ୍ତ୍ରୀ ଲୋକ, ଲୋୟର କାଷ୍ଟ, ଏମାନଙ୍କ ପାଇଁ ବହୁତ ହିଁ ରେୟାର ଥିଲା ତାଙ୍କ ପାଇଁ ଏଜୁକେସନ ସିଷ୍ଟମଟା। ତ ଯାହା ଫଳରେ କି ଲିଟରେସି ରେଟଟା ବା ଶିକ୍ଷିତ ମାନଙ୍କର ପରସେଣ୍ଟେଜ ବହୁତ ହି କମ ଥିଲା, ଆଉ ସୋସିଆଲି ଅସମାନତା ବହୁତ ବଢି ଯାଇଥିଲା ସେ ଟାଇମରେ।
Then fifth point is neglect of mass and primary education. The British government paid little attention to primary and mass education. Most of the resources were spent on higher and university education to meet administrative needs. ତ ସେତେବେଳେ ଏଜୁକେସନ ତ ସମସ୍ତ ପାଇଁ ନଥିଲା, କିଛି କିଛି ସ୍ପେସିଫିକ ଲୋକମାନଙ୍କ ପାଇଁ ଥିଲା। କଣ ପାଇଁ ସେଟା ହେଲ୍ପ କରିଥିଲା? ବାସ୍ କେବଳ ଅଫିସିଆଲ କାମ ପାଇଁ, ତାଙ୍କୁ ଯୋଉଟା ହେଲ୍ପଫୁଲ ହବ ସେତିକିଙ୍କ ପାଇଁ ହିଁ କେବଳ ଏଜୁକେସନଟା ତାଙ୍କ ସେତେବେଳେ ପ୍ଲାନ୍ କରାଯାଇଥିଲା। And primary education was poorly funded, inadequately organized and lacked trained teachers. ତ ସେଥିପାଇଁ ଯୋଉଟା ପ୍ରପରଲି ଟିଚର ମାନଙ୍କ ଟ୍ରେନିଂ ଟିଚର ନଥିଲେ ସେ ଟାଇମରେ, ଆଉ ବହୁତ ହି କମ ପଇସା ଦିଆଯାଉଥିଲା, ଯୋଉଟା କି ଭଲସେ ଅର୍ଗାନାଇଜେସନ ହେଇପାରୁନଥିଲା। ତ ଏଇ ନେଗ୍ଲେକ୍ସନ ପାଇଁ a large section of the population remained illiterate which slowed social and economic development. ତ ଯେତେବେଳେ ମାଷ୍ଟର ଏଜୁକେସନ ହୁଏ ତ ସମସ୍ତେ ମିଶିକି ଗ୍ରୋ କରନ୍ତି, ସେତେବେଳେ କିଛି ସ୍ପେସିଫାଇ ଲୋକକୁ ହିଁ ଏଜୁକେସନ ଦିଆହଉଥିଲା, ଆଉ ବହୁତ ଲୋକ ହିଁ ମାନେ ପାଠ ପଢି ପାରୁନଥିଲେ, ତ ଅଶିକ୍ଷିତ ହେଇକି ହିଁ ରହୁଥିଲେ। ତ ସେଥିପାଇଁ ବହୁତ ଡେଭଲପମେଣ୍ଟ ବହୁତ ସ୍ଲୋ ପ୍ରୋସେସ ଥିଲା। सिक्स पॉइंट रहेला कि absence of vocational and technical education. तो vocational education କାହାକୁ belong କରେ କି ଯୋଉଟା କି job specific କୁ ଯୋଉଟା କି job ପାଇଁ ହିଁ କରନ୍ତି, କି କିଛି ସେଟା direction ଦିଏ କି ଏଇଟା job ହେଇପାରିବ, skill development ଉପରେ ସେ education କିମ୍ବା technical education ଯାହା ବି ସେଟା ବହୁତ neglect କରାଯାଇଥିଲା। And କଣ କହୁଛି ସେ another major defect was the absence of vocational and technical education. The curriculum was bookish and theoretical with little emphasis on practical skills or productive work. ତ ସେଟା ବେସିକାଲି ବହିରୁ ହିଁ ଯାହା ପଢୁଥିଲେ ସେୟା କରୁଥିଲେ, ତ ପ୍ରାକ୍ଟିକାଲ ସ୍କିଲ୍ ସେତେବେଳେ କିଛି ନଥିଲା କିମ୍ବା କିଛି ୱାର୍କଆଉଟ୍ ନଥିଲା, ଯାହା ବାସ୍ ଘୋଷା ପାଠ ଯାହା ଦେଖିଲେ ପଢିଲେ ଏଇ ଟାଇପର ସେତେବେଳେ ଏଜୁକେସନ ନଥିଲା। And education did not prepare students for self-employment or skilled occupations. This led to unemployment among educated youth and reduced the development indigenous industries and crafts. ତ ସେତେବେଳେ ଭୋକେସନାଲ ଯାହାର ମୁଖ୍ୟ ଲକ୍ଷ୍ୟ ଥାଏ କି ଆମେ ଜବ୍ କ୍ରିଏସନ କରିବୁ କିମ୍ବା କିଛି ସ୍କିଲ୍ ଉପରେ କିମ୍ବା କ୍ରିଏଟିଭିଟିରେ ଦେଇକି ଆମେ କିଛି ରୋଜଗାର ପନ୍ଥାକୁ ସେମାନେ ଆପଣଉଥିଲେ, ସେତେବେଳେ ସେଇଟା ନଥିଲା। ସେମାନେ ନିଜକୁ ନିଜେ କେବେ କେହି ସକ୍ଷମ କରିପାରୁନଥିଲେ କି ଆମେ ଇନକମ୍ କରିବୁ, ନିଜ ତରଫରୁ ଇନକମ୍ କରିବୁ। ସେଟାକୁ ସେତେବେଳେ ଯେହେତୁ ପ୍ରାୟୋରିଟାଇଜ କରାଯାଉନଥିଲା, ସେତେବେଳେ ବହୁତ ମାନେ ବେରୋଜଗାରୀ ବହୁତ ହି ବଢି ଯାଇଥିଲା। ଆଉ ଯୋଉଟା କି କାହାକୁ ସେଟା କମ ହେଲା, ଆଉ ସେଟା ଲିଟରାଲି ଆଫେକ୍ଟ ହିଁ କଲା କି ଇଣ୍ଡିଆନ ମାନଙ୍କୁ ଭାରତୀୟ ମାନଙ୍କୁ ବହୁତ ହି ଆଫେକ୍ଟ କରିଥିଲା ସେ ଟାଇମରେ। ତ ଏଇ ସବୁ ଥିଲା ତାର ଡିଫେକ୍ଟ। ତାପରେ ଆସିଥିଲା କି rigid and examination oriented system. The education system was rigid and dominated by examinations. ସେଟା ବେସିକାଲି ଖାଲି ଏକ୍ସାମ ଉପରେ ହିଁ ତାକୁ ଫୋକସ କରାଯାଇଥିଲା, ଆଉ ସକ୍ସେସ୍ ୱାଜ measured only by passing exams. ବାସ୍ ପାସ୍ କଲେ ହିଁ ଏକ୍ସାମ ସିଷ୍ଟମଟା ହିଁ ହେଇଥିଲା କି ଏଜୁକେସନଟା ଆଗକୁ ଯାଉଛି, ସେ ଉପରେ ତାକୁ ଡିଜାଇନ କରାଯାଇଥିଲା, ଯାହାକି କାହାକୁ ଏନକରେଜ କରାଗଲା ରୋଡ ଲର୍ଣ୍ଣିଂ ଆଣ୍ଡ ମେମୋରାଇଜେସନ। ବାସ୍ ଘୋଷା ପାଠକୁ ହିଁ ପ୍ରାୟୋରିଟି କରାଯାଉଥିଲା କି ଏତିକି ଯଦି ଆମକୁ ପାସ୍ କରିବାର ଅଛି ତ ଆମେ ଘୋଷିକି ଏତିକି ପାସ୍ କରିଦେଲେ ଆମେ କ୍ୱାଲିଫାଇ କରିଯିବୁ, ସେଇ ଟାଇପର। Creativity, critical thinking, and practical understandings were ignored. Teachers focused mainly on completing the syllabus rather than developing overall personalities of students. ତ କ୍ରିଏଟିଭିଟିକୁ ଏତେ ପ୍ରାୟୋରିଟାଇଜ କରାଯାଉନଥିଲା, ଟିଚର ଖାଲି ତାଙ୍କର ଫୋକସ କରିଥିଲେ କି ଆମେ କେମିତି ସିଲାବସ ସାରିଦବୁ, ଏକ୍ସାମ କରିଦବୁ, ପାସ୍ ହେଇଗଲେ ତ ସେଇଟା ହେଇଗଲା ଏଜୁକେସନ ସିଷ୍ଟମ। ତ ତାଙ୍କର କିଛି ଥିଙ୍କିଂ ଆବିଲିଟି ପଢୁନଥିଲା କିମ୍ବା କିଛି କ୍ରିଏଟିଭିଟି ପଢୁନଥିଲା ସେ ଟାଇମରେ। And next point is inadequate teacher training. Teacher training was neglected during the pre-independence era. Many teachers were poorly trained and lacked professional competence. Teaching was not considered a respected profession and teachers were underpaid. This affected the quality of instruction and the effectiveness of entire education system. ତ ଗୋଟେ ପ୍ରପର ଏଜୁକେସନ କୁ ଜଣେ ଟିଚର ଟ୍ରେନିଂ ଯେତେବେଳେ ଭଲରେ ନିଜେ ବୁଝେଇ ପାରିବ, ଯାହାକୁ ପ୍ରପର ଟ୍ରେନିଂ ଦିଆଯାଇଥିବ, ସେ ଯେମିତି ପଢେଇବ, ଯାହାକୁ କିଛି ଆସିନି ସେ କେମିତି ପଢେଇବ। ତ ସେଇ ଟାଇମରେ ପ୍ରପର ଟ୍ରେନିଂ ନଥିଲେ ତାଙ୍କୁ ଇନଭଲ୍ଭ କରାହଉଥିଲା କି ତମେ ପଢାଅ ତାଙ୍କୁ, ଆଉ ସେଟା ବି ବିନା ଦରମାରେ। ତ ସେମିତି ବହୁତ ଖରାପ ସେ ଟାଇମରେ ଏଜୁକେସନର ଯୋଉମାନେ ଏଜୁକେଟର ଥିଲେ, ତ ଠିକ ସେ ପଢେଇ ବି ପାରୁନଥିଲେ ସେଇ ଟାଇମରେ, ତାଙ୍କୁ ନିୟୋଜନ କରାଯାଇଥିଲା। ତ ସେତେବେଳେ ବହୁତ ୱିକ୍ ଇଫେକ୍ଟିଭନେସ୍ ଟା ବହୁତ କମ ରହୁଥିଲା, ତା ଫଳାଫଳଟା ବହୁତ ହି କମ ରହୁଥିଲା। ଦେନ୍ ଲାଷ୍ଟ ପଏଣ୍ଟ ଆସୁଛି ଜେଣ୍ଡର ଡିସ୍କ୍ରିମିନେସନ। ବହୁତ ଲିଙ୍ଗଗତ ଭେଦଭାବ ବହୁତ ଚାଲିଥିଲା। ଫିମେଲ ଏଜୁକେସନ ୱାଜ ଲାର୍ଜଲି ଇଗ୍ନୋର୍ଡ ଇନ୍ ଦ ପ୍ରି ଇଣ୍ଡିପେଣ୍ଡେନ୍ସ ପିରିୟଡ। ତ ସେଇ ପ୍ରାକ୍ ସ୍ୱାଧୀନତା
ପିରିୟଡରେ ଫିମେଲ ଏଜୁକେସନ କୁ ବହୁତ ହି ନେଗ୍ଲେକ୍ଟ କରାଯାଇଥିଲା, ଇଗ୍ନୋର କରାଯାଇଥିଲା ତାଙ୍କୁ। ସୋସିଆଲ କଷ୍ଟମ୍ସ, ଲ୍ୟାକ୍ ଅଫ ଇନଷ୍ଟିଟ୍ୟୁସନ ଫର गर्ल्स and government indifference resulted in very low female literacy. Women were denied educational opportunities, which restricted their social status and participation in national development. ତ ସେମାନେ ଜାତୀୟ ସ୍ତରରେ କୌଣସି ପ୍ରତିଯୋଗିତାରେ ଭାଗ ନେଇ ପାରୁନଥିଲେ, କିମ୍ବା ଯେହେତୁ ଏଜୁକେସନ ସିଷ୍ଟମ ତାଙ୍କ ପାଇଁ ନଥିଲା ହିଁ, କିମ୍ବା ବହୁତ ରେୟାର ଥିଲା, ତ ସେଥିପାଇଁ ସେମାନେ ସୋସିଆଲ ଷ୍ଟାଟସରେ କିମ୍ବା ସେମାନେ ଯେହେତୁ କିଛି ପାର୍ଟିସିପେଟ କରିପାରୁନଥିଲେ, ତ ସେମାନଙ୍କର ବହୁତ ହି ଲୋ ଷ୍ଟାଟସ ରହୁଥିଲା, ସେମାନେ କିଛି ଅପରଚ୍ୟୁନିଟି ତାଙ୍କୁ ମିଳିନଥିଲା। ତ ଏଇ ହିସାବରେ ଚାଲିଥିଲା। ତ ଓଭରଅଲ୍ ସମରି କଣ ଥିଲା? ଓଭରଅଲ୍ ସମରିରେ ଥିଲା କି the education system during the pre-independence era suffered from numerous defects such as lack of national purpose, foreign character, neglect of indigenous and mass education, illiterate access, and absence of vocational training. ତ ବେସିକାଲି କାହାର କାହାର ସେଟା ଡିଫେକ୍ଟ ଥିଲା, ଯେମିତିକି ନ୍ୟାସନାଲ ପୁରା ଦେଶର କିଛି ପର୍ପୋଜ ପାଇଁ ସେମାନଙ୍କର ସେଟା ପ୍ଲାନ୍ ନଥିଲା, ସେମାନେ ବାସ୍ ନିଜର ସ୍ୱାର୍ଥ ପାଇଁ ସେମାନେ କରିଥିଲେ ତିଆରି, ତାକୁ ଡିଜାଇନ କରିଥିଲେ କି ତାଙ୍କର ଅଫିସିଆଲ କାମ କେମିତି ସୁରୁଖୁରୁରେ ହେଇଯାଉ। ଆଣ୍ଡ ଯୋଉଟାକି ମାସ୍ ଏଜୁକେସନ ବହୁତ ଲୋକଙ୍କ ପାଇଁ ହେଇନଥିଲା, କିଛି ସ୍ପେସିଫିକ ଗ୍ରୁପ ପାଇଁ ହେଇଥିଲା, ଯେମିତିକି ଅପର କାଷ୍ଟ ହେଇଗଲା, କିଛି ଯୋଉମାନେ ଧନୀ ଘର ତାଙ୍କ ପାଇଁ ହେଇଗଲା, ଆଉ ଏଲିଟିଷ୍ଟ ଆକ୍ସେସ୍ ଯେମିତିକି ସମ୍ଭ୍ରାନ୍ତ ପରିବାର ହେଲେ ତାଙ୍କ ପାଇଁ ହିଁ କେବଳ ଆକ୍ସେସ୍ ଥିଲା, କିମ୍ବା ଉଚ୍ଚ ଜାତି ଥିଲା ତାଙ୍କ ପାଇଁ ଆକ୍ସେସ୍ ଥିଲା ଏଜୁକେସନର। ଆଉ ଭୋକେସନାଲ ଟ୍ରେନିଂର ହିଁ ଆବସେନ୍ସ ଥିଲା। କେମିତି ନା କିଛି ଜବ୍ ପାଇଁ ଯେ ଜବ୍ ସ୍ପେସିଫିକ୍ ଏଜୁକେସନ ସେଟା ସିଷ୍ଟମ ଡିଜାଇନ ନଥିଲା। And while it introduced modern education in India, it failed to meet the social, cultural, and economic needs of the country. ତ ଯେହେତୁ ସେତେବେଳେ ମଡର୍ନ ଏଜୁକେସନ ସେତେବେଳେ ଯୋଉ ଟାଇମରେ ଇଣ୍ଟ୍ରୋଡ୍ୟୁସ କରାଗଲା, ଇଣ୍ଡିଆର କଲଚରାଲ ବା ଟ୍ରାଡିସନାଲ ଏଜୁକେସନ ସହ ସେଟା କିଛି ଖାପ ଖୁଆଇ ପାରିଲା ନାହିଁ। ତ ସେଥିପାଇଁ ସେଟା ବହୁତ ହି ନେଗ୍ଲେକ୍ଟେଡ ବା ବହୁତ ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। These shortcomings highlighted the need for an education system rooted in national values, social justice, and holistic development, which became a major focus after independence. ତ ଏଇ ସବୁ ବହୁତ ହାଇଲାଇଟ୍ ହେଇକି ରହିଲା କି ନ୍ୟାସନାଲ ଭ୍ୟାଲ୍ୟୁରେ ଯୋଉଟା କି କରାଗଲା ନାହିଁ, ତାକୁ ଖାତିର କରାଗଲା ନାହିଁ। ତ ଯେତେବେଳେ ଇଣ୍ଡିପେଣ୍ଡେନ୍ସ ହେଇଗଲା, ଇଣ୍ଡିପେଣ୍ଡେନ୍ସ ଆମର ସ୍ୱାଧୀନତା ଇଣ୍ଡିଆର ହେଇଗଲା, ତ ସେତେବେଳେ ନ୍ୟାସନାଲ ଭ୍ୟାଲ୍ୟୁଜ ହେଲା ସୋସିଆଲ ଜଷ୍ଟିସ ଉପରେ ବା ହୋଲିଷ୍ଟିକ ବା ସାମଗ୍ରିକ ବିକାଶ ଉପରେ ତାକୁ ଧ୍ୟାନ ଦିଆହେଲା। ସେଇ ଏଜୁକେସନ ସିଷ୍ଟମକୁ ସେଇ ଭାବରେ ଡିଜାଇନ କରାଯାଇଥିଲା। ତ ସେଇ ଡିଫେକ୍ଟସକୁ କିଛି ସର୍ଟରେ ତାଙ୍କୁ ଗୋଟେ ଫ୍ଲୋ ଚାର୍ଟରେ ମେନସନ କରାଯାଇଛି କି ଯୋଉଟା କି କିଛି ଭାଗରେ ବିଭକ୍ତ ହେଇଛି ଡିଫେକ୍ଟସ ଗୁଡାକ, ଯେମିତିକି ଫୋକସନ କାହା ଉପରେ ଫୋକସ କରାଯାଉଥିଲା, ବାସ୍ ଘୋଷା ପାଠ ଉପରେ। ଯେମିତି ହେଲା କି ତାଙ୍କର ଏଜୁକେସନ ସିଷ୍ଟମ ଥିଲା କି ବାସ୍ ପାସ୍ କରିବା ହିଁ ଦରକାର, ସେଥିପାଇଁ ସେମାନେ ମେମୋରାଇଜେସନ ଉପରେ ଫୋକସ କରୁଥିଲେ, କିଛି ସ୍କିଲ୍ ଡେଭଲପମେଣ୍ଟ ଉପରେ ଫୋକସ କରୁନଥିଲେ। ଯେମିତି ତାପରେ ଆଉଟଡେଟେଡ କରିକୁଲମ ହେଲା, କିଛି ଟ୍ରାଡିସନାଲ ଜିନିଷକୁ ସେମାନେ ଶିଖଉନଥିଲେ ଠିକ ସେ। ନେଗ୍ଲେକ୍ଟ ଅଫ ମାସ୍ ଏଜୁକେସନ ବହୁଳ ଯୋଉଟା କି ମାନେ ଥାଏ କି ଆମେ ବହୁତ ଲୋକଙ୍କୁ ଶିକ୍ଷାଦାନ, ସେଇ ଜିନିଷକୁ ସେମାନେ ନେଗ୍ଲେକ୍ଟ କରିଥିଲେ, ବାସ୍ କିଛି ସ୍ପେସିଫିକ ଗ୍ରୁପକୁ ପ୍ରାୟୋରିଟି ଦେଇଥିଲେ। ଲ୍ୟାକ୍ ଅଫ ଭୋକେସନାଲ ଟ୍ରେନିଂ, କିଛି ଜବ୍ ସ୍ପେସିଫିକ ଏଜୁକେସନ ନଥିଲା ସେ ଟାଇମରେ। ଆଣ୍ଡ ଅଥରିଟେରିଆନ ମେଥଡ୍ସ, ଯୋଉଟା କି ତାଙ୍କର ଷ୍ଟ୍ରିକ୍ଟ ଆଣ୍ଡ ଅପ୍ରେସିଭ ଡିସିପ୍ଲିନ ଉପରେ ଯାଉଥିଲା। ଆଣ୍ଡ ତ ବେସିକାଲି ତ ସେଇଟା କଣ ଆଫେକ୍ଟ କଲା ନା, ଲ୍ୟାକ୍ ଅଫ ଭୋକେସନାଲ ଟ୍ରେନିଂ, କିଛି ପ୍ରାକ୍ଟିକାଲ ସ୍କିଲ୍ସ ନଥିଲା, ତାଙ୍କର ମିଡିୟମଟା ଥିଲା କେବଳ ଓନ୍ଲି ଆଣ୍ଡ ଓନ୍ଲି ଇଂଲିଶ। ତ ସେଥିପାଇଁ ଲୋକାଲ କଲଚର ବା ଲୋକାଲ ଭାଷାର ଲାଙ୍ଗୁଏଜରେ ଯେହେତୁ ସମସ୍ତେ ଥିଲେ ଅଭ୍ୟସ୍ତ, ତ ସେଥିପାଇଁ ମିସକମ୍ୟୁନିକେସନ ହେଲା, କିମ୍ବା କଥାବାର୍ତ୍ତା ଠିକ ଏଜୁକେସନ ତାଙ୍କ ପାଖରେ ଠିକ ସେ ପହଞ୍ଚି ପାରିଲା ନାହିଁ। ଆଣ୍ଡ ଅଥରିଟାରିଆନ ମେଥଡରେ କଣ ନା, ଷ୍ଟ୍ରିକ୍ଟ ଆଣ୍ଡ ଅପ୍ରେସିଭ ଡିସିପ୍ଲିନ। ୟା ମିନିଂ କଣ ହଉଛି? ଅଥରିଟାରିଆନ ମିନିଂ କି ଯୋଉଟା କି ଏକଛତ୍ରବାଦୀ ଶାସନ ଯୋଉଟା କୁହନ୍ତି, ବା କର୍ତ୍ତୃତ୍ୱବାଦୀ ଶାସନ, ଏଇ ଟାଇପର ତାଙ୍କର ବିହେଭିୟର ଥିଲା। କି ଆଉ କେହି କିଛି ତାଙ୍କର ପାଟି ଫିଟି ପାରିବେନି, ତାଙ୍କର ଯାହା ଯେମିତି ଷ୍ଟ୍ରିକ୍ଟନେସ୍ ଅଛି, କିମ୍ବା ସେମାନେ ଯାହା ବି ଡିସିପ୍ଲିନ ତାଙ୍କର ଡିଜାଇନ କରୁଛନ୍ତି, ସମସ୍ତେ ସେଇ ଅନୁସାରେ ଚାଲିବେ। ତ ଏତିକି ହିଁ ଥିଲା ଫ୍ଲୋ ଚାର୍ଟ, ମାନେ ତାର ସର୍ଟକଟରେ। ତ ୟୁନିଟ୍ 2 ରୁ ଆମେ ଦିଟା କ୍ୱେଶ୍ଚିନ୍ ଏବେ ଯାଏଁ ଡିସ୍କସ୍ କଲେ। ନେକ୍ସଟ ଭିଡ଼ିଓରେ ଆମେ ଡିସ୍କସ୍ କରିବା ରବୀନ୍ଦ୍ରନାଥଙ୍କର ଫିଲୋସଫିକାଲ ଥଟ୍ କଣ ଥିଲା ସେଇ ଉପରେ। ସୋ ଦେଖା ହବ ନେକ୍ସଟ ଭିଡ଼ିଓରେ। ଥ୍ୟାଙ୍କ ୟୁ।